ମୁଁ ଶ୍ରୀ ଜଗନ୍ନାଥ ପ୍ରଭୁଙ୍କର 56 ଭୋଗ ଭିତରୁ ଗୋଟେ ନାନମାନ ପିଠା ଦେଖେଇବି। ଏଇଟା ବହୁତ ନରମ ଆଉ ବହୁତ ହି ସ୍ୱାଦ ଲାଗେ। ସେଥିପାଇଁ କ'ଣ କରାଯିବ, ଗୋଟେ କରେଇରେ 1.5 କପ୍ ପାଣି ନିଆଯିବ, ଲୁଣ ଟିକେ ପଡ଼ିବ, ଆଉ ସେଥିରେ ଗୁଡ଼ 2 ଟେବୁଲ୍ ସ୍ପୁନ୍ ପଡ଼ିବ, ଘିଅ 1 ଟେବୁଲ୍ ସ୍ପୁନ୍ ପଡ଼ିବ। ପାଣି ଗରମ ହୋଇସାରିଲା ପରେ ସୁଜି ହାଫ୍ କପ୍ ପଡ଼ିକି 5 ମିନିଟ୍ ଜନ୍ତା ହେଲା ପରେ ଅଟା ବି ହାଫ୍ କପ୍ ପଡ଼ିକି ଜନ୍ତା ହେବ। ଗୋଟେ ବଢ଼ିଆ ସଫ୍ଟ ଡୋ ହେଇଗଲେ ଘୋଡ଼େଇକି ରଖା ହେଇଯିବ। ଜାଇଫଳ କିଛି ଆଉ ଲବଙ୍ଗ କିଛି ନେଇକି ତାକୁ ଗୁଣ୍ଡ କରାଯିବ। ଛେନା ନିଆଯିବ, ଆଉ ତା ଦେହରେ ନଡ଼ିଆ ବି ପଡ଼ିବ, ଏ ମସଲା ପଡ଼ିବ, ଚିନି ପଡ଼ିବ, ପରିମାଣ ସବୁ ତଳେ ଲେଖା ହେଇଛି। ଦେଇକି ଯେଉଁ ଡୋଟା ଥଣ୍ଡା ହେଲା ପରେ ଘିଅ ଦେଇକି ତାକୁ ଆଉ ଟିକେ ଭଲ ମାନେ ଚକଟି ଦେବେ, ପୁର ଦିଆ ହେଇଯିବ। ଦେଇକି ଭଲକି ଦେଖନ୍ତୁ ଚାପି ଚାପିକି ରଖିବେ ଯେମିତି ଖୋଲିବନି, एकदम କାକରା ପିଠା ମାକୁ ଚାପି ଦେବେ। ସେପଟେ ଘିଅ ବସି ଦେଇଥିବେ କରେଇରେ, ଗୁଆ ଘିଅ, ତାପରେ ଏଗୁଡ଼ାକୁ ଛାଡ଼ିଦେବେ। ଟିକିଏ ଗୋଟେ ପଟ ହେଲା ପରେ ଆଉଟା ଓଲଟେଇବେ, ପୁରା ମିଡ଼ିୟମ୍ ଫ୍ଲେମ୍ରେ କରିବେ। ବହୁତ ବଢ଼ିଆ ପିଠା, ରଥଯାତ୍ରାରେ ଆସୁଛି, ପିଠା କରି ଭୋଗ ଲଗାନ୍ତୁ। ଯଦି ଭଲ ଲାଗିଲା ସବସ୍କ୍ରାଇବ୍ ମୋ ଚ୍ୟାନେଲ୍।